ଟେଣ୍ଟେଣା ବହୁତ ଖୁସି ଯାହା ହଉ। ଆଣିଛି ପରା। ହଁ ଏଇଠି ନଉନ। ଆସୁନ ଖାଇବା। ଏଇ ଆସ ଖାଇବା। କ'ଣ ପାଇଁ? ମୁଁ ଗୋଟେ କାମରୁ ଆସିକି ଏଠି ଭାତ ବଢ଼ା ବଢ଼ି କରି ସବୁ ରେଡ଼ି କରିସାରିଲିଣି। ୟାଙ୍କୁ ଡାକିଲା ବେଳକୁ ଇଏ କହୁଛନ୍ତି ଖାଇ। ହାଁ ମୁଁ ଆସି କେତେ ଥର ଡାକିଲିଣି ଆସୁନ ଖାଇବା ଭୋକ ହେଲାଣି। କ'ଣ ପାଇଁ କ'ଣ ପାଇଁ ରାଗିଛ? ହଁ ଆରେ ଆସ। ଏଇ ଆସୁନ। ମୁଁ କଣ ଶୋଇ ପଡ଼ିଛି ମତେ ହଲେଇକି ଡାକୁଛ? ଆସୁନ। ଆଉ ବଇଛ କ'ଣ ପାଇଁ? ଆସ ଖାଇବା। ଯିବି ମୁଁ ଖାଇବି ନା ଖାଇବିନି? ଖାଇବନି? ମାମା ଖାଇବନି? କ'ଣ ପାଇଁ? ମାମା ରାଗିଛନ୍ତି। କ'ଣ ପାଇଁ ରାଗିଛ? ହଁ କ'ଣ ପାଇଁ ରାଗିଛ? କହିଦେ କଣ ମାମା କାନକୁ ସଜାଡ଼ି ଦଉନ। କ'ଣ ସଜାଡ଼ି ଦେବି? କ'ଣରେ? କେତେ ଦିନ ହେଲାଣି ତମକୁ କହିଲି କାନଟା ସଜାଡ଼ି ଦିଅ କାନଟା ସଜାଡ଼ି ଦିଅ ବୋଲି ଟିକେ କହୁନ ଯୋଉ କହିଲେ ଶୁଣୁନ କିଛି ନାହିଁ। ହଉ ଗୋଟେ ନୂଆଟା ଆଣି ହାରି ଆଉ ପୁରୁଣା ଆଉ କାହିଁକି ଇଏ କରିବା। ନୂଆ ଗୋଟେ ଆଣି ହାରି ଆଉ। ତମେ ଆଣିବ ଚାଉଳ କିଣିବାକୁ ବା ପଇସା ନଥିଲା କହିଲ ଚାଉଳ ଆଣିଲ ଟିକେ ଚାଉଳ ମିଳିଲା ପୁଣି ରୋଷେଇ କଲ। ସଜାଡ଼ି ଦେ ହେଇଟା ତ ମୋର ନୂଆଟା। ଖାଲି ତାଳି ବୁଲୁଛି କ'ଣ ହେଇଛି କି? ଫାଟି ଯାଇଛି। ବାପାକୁ ଜମା କଥାବାର୍ତ୍ତା କରିବିନି ନା। ମା ଗୋଟେ କାଟର ପିଲା ଗୋଟେ କାଟର ଆଉ। ଏତେ ଯୋଉ କଷ୍ଟ କରିକି ପେଟରେ ପାଳିକି ଜନ୍ମ କରିଛି ଆଉ ମୋ ପଟିଆ କେତେ ଝାଳ। ତୋ ବାବା ଏସି ଲଗଉନାହାନ୍ତି। ଝାଳ ବାହାରିବନି କହୁନୁ ଭଲ କି? ଏସି ଲଗା ହବନି। ଭାରି ଏସି ଲଗଉଛି ଶୋଉଛି। ଥଣ୍ଡା ପାଗ ହେଇଛି। ଝାଳ ପୋଛି ଦଉଛୁ। ତୋ କାମ ତୋ ସାର୍ଟ ପୋଛି ଦଉନୁ। ତୋ ସାର୍ଟ ପୋଛି ଦେ। ଆସ ଖାଇବା ଖାଇବା। ଓ ହଉ ସଜାଡ଼ି ନୂଆଟା ଆଣି ହାରି ଆଉ। ଗୋଟେ ସଜାଡ଼ିବାକୁ ନେଇକି ଯିବାକୁ ତମକୁ ତର ହଉନି? ଭାରି ପଇସା ରଖିଛ ତ ନୂଆ ଆଣିଦବ। ରହୁନୁ ଟିକେ। ଖାଇବନି ତ? ସମସ୍ତେ କ'ଣ କହୁଛନ୍ତି? କ'ଣ କହୁଛନ୍ତି? କହୁଛନ୍ତି ଦିଟା ଝିଅ ହେଲାକୁ ଲୋଭ କରିକି ରଖିଛ ଦବ ବୋଲି ଝିଅକୁ ଆଉ ଲଗଉନ। ଆଉ ହଁ ସତରେ କହୁଛନ୍ତି। କହିବି ତମକୁ ନା ଭିଡ଼ିଓ କରୁଛ ବୋଲି ମୁଁ କହୁନି। ଭିଡ଼ିଓ ବନ୍ଦ କରିସାର କହିବି। ତମରି ଗାଁ ସାଇ ବର୍ଷା ଲୋକ କହୁଛନ୍ତି। ଦୁଃଖ ଲାଗିବନି ମତେ? କଷ୍ଟ ଲାଗିବ ଯେ ଆଉ କ'ଣ ଟାଇମ୍ ତ ନଥିଲା ଆଉ। ବର୍ଷା କେମିତି ହେଉଛି? ବଣିଆ ଆସିବ। କେତେ ଦିନ ହେଲାଣି ତ ହେଲାଣି ବୁଲିଲାଣି। ଆଜି ନୂଆ ହେଇଛି ନା କ'ଣ? କାଲିଠୁ ତମକୁ କେତେ ଥର କହିଲିଣି। କହିଲାଣି ଯେ ମୋତେ ଆଉ ଟାଇମ୍ ନାହିଁ। ହଉ ଆଜି କାମରେ ଆଇଲେ ନା। ହଉ ଆଜି କାମରୁ ଆସିଲେ ଆଣିବା ଆଉ ଯାଇକି ନୂଆଟେ ଆଉ ହେଲା। ହଁ ହଁ ଆସ। ହଁ ଆଣିଛି ପରା। ହଁ ଏଇଠି ନଉନ। ପୁରୁଣା ଡବା କ'ଣ? ନୂଆ ଡବା ନା ପୁରୁଣା ଡବା? ମୋର ବା କହୁଛି ନବ ନା କ'ଣ? କୋଉଟା ବୁଲୁଥିଲା ଯେ? ଦେଖୁନ ଯୋଉଟା ବାଁ ହାତରେ ଧରିଛ। ଏଇଟା ତ ଟାଇଟ୍ ଅଛି। ଏଇଟା କରିଦେଇଛ? କୋଉଦିନ ନେଇକି ଗଲ? ତମେ ଶୋଇଥିଲ। ଗୁଣ୍ଡୁରେକି ନେଇକି ପଳେଇଥିଲି। ନେଇକି ପଳେଇଥିଲି। ଶଳା ଏମିତି ତମର ଚୋରି କରିକି ନେଇକି ପଳେଇବ କେତେବେଳେ? ନା କେତେ ଦିନ ଆଣି କହିଲି ତମରି ଶଳା ଗାଁ ସାଇ ପଡ଼ିଶା ଲୋକ ଖାଲି କହୁଛନ୍ତି। ସେମାନେ କ'ଣ ଜାଣିବେ ମୋ ଦୁଃଖ? ଖାଲି ଝିଅ ହେଲେ ସବୁ ଏମିତି କାନରଟା ଏଇ କାନରଟାକୁ ସଞ୍ଚିକି ଥୋଇଦେଲେ ମୋ ଝିଅ ଶାଶୁ ଘର ନେବ। ଆଉ ମୋତେ କିଛି କରିବା ପାଇଁ ପଡ଼ିବନି। ତୁ ଶାଶୁ ଘରକୁ ଯିବୁ?
ହଉ ତାହେଲେ ଏଇଟା ଥୋଇ ଦଉଛି ଆଉ ଲଗେଇବିନି। ହଁ ଶାଶୁ ଘରକୁ ଏଇ ଗୋଟି ଘରେ ହେଇଯିବ ଟି 1 2 4 5 ନବୁ। ଆଉ ଏଇଟା କିଏ ନବ? ହେଇଟା ତୁ ବା ଖାଲି ଏସି ନବୁ ଆଉ କିଛି ନବୁନି କହିଥିଲୁ। ତୁ ଖାଲି ଏସି ନବୁ ପୁରା କେତେ କହିଛୁ। ଟଙ୍କା ନେଲା ଏଇଟା? କେତେ ଟଙ୍କା? ମାନେ 40,000 କେତେ ଟଙ୍କା? ତାରି ସଜାଡ଼ିବାକୁ 100 ଟଙ୍କା। ଏତେ ଟଙ୍କା? ତାଳି ପକେଇଲା ଆଉ ଗୋଟେ। ତାଳି ପକେଇଲା ତା ଯୋଉ ଖିଲଟା ନା କଣ ସେଟା କଣ କହନ୍ତି ମୁଁ ଜାଣିନି। ସେଇଟା ପକେଇଲା। କୋଉ ଖିଲଟା କହିଲ? ଯୋଉଟା ତାଳି ବୁଲୁଥିଲା। କୋଉ ଖିଲଟା ପକେଇଲା? ଏଇ ଗୋଟା ଯୋଉଟା ବୁଲୁଥିଲା ମ ତାଳି ୟା ଦେହରେ ଯୋଉଟା ଲାଗିଛି ସେଇଟା। ସେ 100 ଟଙ୍କା ପରା। ଏତିକି କାମକୁ 100 ଟଙ୍କା? ହଁ। ଶଳା ଆ ସୁନା ଦୋକାନରେ ସୁନା କିଣିବ କଣ ଆଉ ଏଇଟା ଶୁଣ ସୁନା ନ ହଉ ହେଇଗୁରା ତ ପଇସା ବର୍ତ୍ତମାନ। ଶଳା ଚାଲ ଖାଇସାରିଲେ ମୋତେ ଲଗେଇଦବୁ। କହିଲେ ମୋତେ ଭଲ ଲାଗୁଛି। ହଁ ତମର ସାଇ ପଡ଼ିଶା ଲୋକ କହୁଛନ୍ତି। ଓହୋ। ଭିଡ଼ିଓ ଖାଲି ବନ୍ଦ କର କହିଲି। ଝିଅକୁ ଶାଶୁଘର ଦବାକୁ ରଖିଦେଇଛୁ। ବେକରଟା ବି ଏମିତି ମାନେ ତା ଗୋଡ଼ ଛାଡ଼ି ଯାଇଛି ଯେ ଏଇଟାକୁ ଏମିତି ସଜାଡ଼ୁନ କି ହଁ କିଛି ନାହିଁ। ଖାଲି ନଙ୍ଗଳା ହେଇକି ମୁଁ ବୁଲୁଛି। ହଉ ହଉ ମୁତୁ ଆମେ ଖାଇବୁ। ହଁ ଖାଇବି ଏବେ। ତୋ ବାବା ନ ସଜାଡ଼ିଥିଲେ ବି ମୁଁ ଖାଇଥାନ୍ତି। ଭିଡ଼ିଓ କଲେ ତ ହେଇଥିଲାଗି ଟିକେ ଅଧିକା ରଙ୍ଗ ଦେଖେଇଦେଲି। ଖାଇବି ମୁଁ। ଖାଇବୁ ଆମୁ? ଆସିବ ଭାତ ଡାଲି ମାନେ ଆମର ଡାଲିରେ ଆଳୁ ପଡ଼ିବାଟା କମ୍ପଲସରି। ଆଳୁ ଭର୍ତ୍ତା ଏଠି କଲରା ଆମ୍ବ ସଜନା ଶାଗ। ନିଅ ଲଙ୍କା ପକା 2ଟା ଲଙ୍କା ପକା। ଯେତେ ଅଧିକା ଲଙ୍କା ପକେଇବ ଏତେ ଅଧିକା ରାଗି ହେବି। ଏ ପାଚିଲାଟା ପକା ଭଲ ରାଗ ଲାଗିବ। ଭଲ କି ଚକଟ। ନହେଲେ ଧନ ଖାଇବୁଟି ତୁ? କଣ ନାଇଁ ମ କାହିଁକି? ନାଇଁ ତୁ ଖାଇବାକୁ ବାଧ୍ୟ। ନାଇଁ ତୁ ଖାଇବୁ। ମିଟୁକୁ ଦବା ଫାଷ୍ଟ। ଅଙ୍ଗନବାଡ଼ିରେ ଦିଅ ମିଟୁର ଚଟିକି ଦିଅ। ଯାଇଲୁ ମିଟୁର ଚଟିକି। ହଁ ବା ସେ ଯୋଡ଼େ ନାକୁ ଖାଇଛି ଆଉ ଘରେ ଯୋଡ଼େ ଖାଇବ। ଶୁଣ ନାଇଁ ପ୍ରିୟାଂଶୀ ଟିକେ ଆଳୁ ଭର୍ତ୍ତା ଖାଇକି କହିବ କେମିତି ଲାଗୁଛି। ପାଟିରେ ଦଉ କ୍ୟା ଆଳୁ ଭର୍ତ୍ତା ଖାଇଛି ତ ଥରେ ଦେଲି ଯେ କହୁଛି ଲଙ୍କା ଲାଗୁଛି। ଦିଅ ଆମକୁ ଡାଲି ଦିଅ। ଏଇଲୋ ଆଖି ମୋ ଧନର ଜଳୁଛି। ଏପଟ ଲାଇଟ୍ଟାକୁ ଦେଇଦେଲ। ଦେଖି ଆଖି ଜଳୁଛି ଆଉ ଦେଖି ମୋତେ ଅନେଇଲୁ ସୁନ୍ଦରୀ ତରା କ'ଣ ଲାଗିଲା? ଲଙ୍କା ମୁଁ ତ ଲଙ୍କା ପକେଇନି। ଏଇଟା ବା ଟିକେ ଭୁସୁଙ୍ଗା ପତ୍ର ପକେଇଛି। ଦିଅ ଭାତକୁ ଦେଇଦିଅ। ଦିଅ ଖାଇବୁ ଏତିକି। ନାଇଁ ଆଉ କିଛି ନୁହଁ। ହଁ ଭର୍ତ୍ତା ହଁ ଆଳୁ ଭର୍ତ୍ତା ଦିଅ। ନେ ଆଙ୍କରେ ଟିକେ ଖାଇଦଉନୁ ଧନ। ଏଇ ଥରଟା ଅଇଁଠା ପାଟି ହେଇଛୁ। ଖାଲି ଆଳୁ ଭର୍ତ୍ତା ଖାଇକି ଯିବୁ ମୁହଁ ଧୋଇବାକୁ କି? କ'ଣ ଲାଗିଲା? ଭଲ? ହଉ ଯା ମୁହଁ ଧୋଇଦେବୁ ଯା। ଯାଉ ବହୁତ ଖୁସି ମୁଁ। କାନଟା ଫାଇନାଲି ମୋର ତାଳି ଲାଗିଗଲା। ଏବେ କିଣିଲେ ତ ଏଇଟା ବୋଧେ ପଡ଼ିଯିବ କେତେ ଯାହାହେଲେ 30,000 ଭଳିଆ ପଡ଼ିବ ଏବେ। ଯାହା ହଉ